ନମସ୍କାର ବନ୍ଧୁଗଣ, ପୂଜା ପାଠ କରିବା ଦ୍ୱାରା ଆମ ମନକୁ ଅଦ୍ଭୁତ ଶାନ୍ତି ମିଳିଥାଏ। ମନର ଅଶାନ୍ତିକୁ ଦୂର କରିବାକୁ ଯାଇ ଧ୍ୟାନ ଓ ପୂଜା କରିଥାଉ, ଯାହାଦ୍ୱାରା ଆମ ଜୀବନରେ ସୁଖ ଶାନ୍ତି ଆସିଥାଏ। ଆପଣମାନେ ଅନେକ ଥର ଅନୁଭବ କରିଥିବେ କି ପୂଜା କରିବା ସମୟରେ ଆଳସ୍ୟ ଆସିଥାଏ, ଫୁଲ ତଳେ ପଡ଼ିଯାଏ, ପୂଜା ସମୟରେ ଦୀପ ଲିଭିଯାଏ, ଧୂପକାଠିର ଧୂଆଁ ଓ ଦୀପର ନିଆଁ ଆବଶ୍ୟକତା ଠାରୁ ଉପରକୁ ଅଧିକ ଉଠିଥାଏ। ତେବେ ଏହା କେଉଁ ସଂକେତ ଦେଇଥାଏ ଓ ଜୀବନରେ କ'ଣ ପ୍ରଭାବ ପକାଇଥାଏ, ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ପୂଜା କରିବା ସମୟରେ ଯଦି ଆଖିରୁ ଲୁହ ଆସିଥାଏ, ତେବେ ଭଗବାନ କିଛି ଦିବ୍ୟ ସଂକେତ ଦେଇଥାନ୍ତି। ପୂଜା ସମୟରେ ଭଗବାନଙ୍କ ସହ ଯଦି ସଂଯୋଗ ହୁଏ, ତେବେ ଆଖିରୁ ଲୁହ ଆସିଥାଏ। ଏହାର ଅର୍ଥ ହେଉଛି ଆପଣଙ୍କ ପୂଜା ଓ ପ୍ରାର୍ଥନା ଭଗବାନଙ୍କ ନିକଟରେ ପହଞ୍ଚିଛି। ଆପଣଙ୍କ ପୂଜା ସଫଳ ହୋଇଛି। ବେଳେବେଳେ ଆଖିର ଲୁହ ଆସିବାର ଅର୍ଥ ଆମ ଶରୀରରେ ଥିବା ନେଗେଟିଭ୍ ଶକ୍ତି ହୋଇଥାଏ। ରାତିରେ ନିଦ ନ ହେବାରୁ ସକାଳୁ ଆଳସ୍ୟ ଆସିଥାଏ, ଆଉ ଆଳସ୍ୟ କାରଣରୁ ହାଇ ଆସିଥାଏ। ବ୍ୟସ୍ତ ବିବ୍ରତରେ ପୂଜା କରିଲେ ହାଇ ଆସିବାର ସମ୍ଭାବନା ଥାଏ। ପୂଜା କରିବା ସମୟରେ ଯଦି ଆଳସ୍ୟ ଆସିଥାଏ, ତେବେ ଚାରିପାଖରେ ଥିବା ନେଗେଟିଭ୍ ଶକ୍ତିର ପ୍ରଭାବ ଆମ ଉପରେ ରହିଥାଏ। ଆମ ଚାରିପାଖରେ ଥିବା ଦୁଃଖ କାରଣରୁ ମନରେ ଭାବନା ଆସେ ନାହିଁ। ଏହି ସମୟରେ ପୂଜା କରିବା ଉଚିତ ନୁହେଁ। ପୂଜା କରିବା ସମୟରେ ଛିଙ୍କିବା ଉଚିତ ନୁହେଁ, କାରଣ ଏହା ଅଶୁଦ୍ଧ କରିଦିଏ। ଯଦି ଏମିତି ହୁଏ, ତେବେ ତୁରନ୍ତ ହାତ ଗୋଡ଼ ଧୋଇ ପୂଜା କରିବା ଉଚିତ। ଭଗବାନଙ୍କୁ ପୂଜା କରିବା ସମୟରେ ବେଳେବେଳେ ଫୁଲ ତଳକୁ ପଡ଼ିଯାଏ, ଯାହା ଅତ୍ୟନ୍ତ ଶୁଭ ହୋଇଥାଏ। ଫୁଲ ପଡ଼ିବାର ଅର୍ଥ ହେଉଛି ଭଗବାନ ଆପଣଙ୍କୁ ଶୁଭ ସଂକେତ ଦେଉଛନ୍ତି। ଶାସ୍ତ୍ର ଅନୁଯାୟୀ ପୂଜା କରିବା ସମୟରେ ଦୀପ ଲିଭିଯିବା ଅଶୁଭ ହୋଇଥାଏ। ବିଶ୍ୱାସ ରହିଛି କି ଯଦି ଏମିତି ହୁଏ, ତେବେ ଯେଉଁ କାର୍ଯ୍ୟ କରୁଥିବେ ସେଥିରେ କିଛି ବାଧା ରହିଛି। ଆଳତୀ କରିବା ସମୟରେ ଦୀପ ଯଦି ଲିଭିଯାଏ, ତେବେ ଭଗବାନଙ୍କୁ କ୍ଷମା ମାଗି ପୁଣି ଥରେ ଆଳତୀ କରିବା ଉଚିତ। ଯଦି ଦୀପର ଶିଖା ଅଧିକ ଉପରକୁ ଉଠିଥାଏ, ତେବେ ଏହାର ଅର୍ଥ ଭଗବାନଙ୍କ ନିକଟରେ ଆପଣଙ୍କର ପ୍ରାର୍ଥନା ପହଞ୍ଚିଛି। ଧୂପକାଠିରୁ ବାହାରୁଥିବା ନିଆଁ ଭଗବାନଙ୍କ ମୁଖ ଆଡ଼କୁ ଯାଏ ବା ଓମ୍ ପ୍ରକାରର ଚିତ୍ର ସୃଷ୍ଟି ହୁଏ, ତେବେ ଭଗବାନଙ୍କ କୃପା ପାଇବାର ସଂକେତ ହୋଇଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା, ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।